ଆମେରିକା ଦ୍ୱାରା ଇରାନର ଏକ କାର୍ଗୋ ଜାହାଜ ଜବତ ହେବା ପରେ ଏବେ ସାରା ପୃଥିବୀର ନଜର ମଧ୍ୟପ୍ରାଚ୍ୟ ଉପରେ। ଇରାନ ସ୍ପଷ୍ଟ କରିଛି ଯେ ସେ ଆଉ ଆଲୋଚନା ଟେବୁଲକୁ ଫେରିବ ନାହିଁ। ପାକିସ୍ତାନରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୈଠକ ଏବେ ଅନିଶ୍ଚିତତା ଘେରରେ। ଇରାନ ସରକାର ଘୋଷଣା କରିଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲ ସହ ଆଉ କୌଣସି ଆଲୋଚନା ହେବ ନାହିଁ। ପାକିସ୍ତାନର ଇସଲାମାବାଦରେ ହେବାକୁ ଥିବା ତ୍ରିପାକ୍ଷିକ ଆଲୋଚନାରୁ ଇରାନ ନିଜକୁ ଦୂରେଇ ରଖିଛି। ଇରାନର କହିବା କଥା ହେଲା, ଗୋଟିଏ ପଟେ ଆମେରିକା ଆମର ସମ୍ପତ୍ତି ଜବତ କରୁଛି ଏବଂ ଅନ୍ୟପଟେ ଶାନ୍ତିର ନାଟକ କରୁଛି। ଏହା କଦାପି ଗ୍ରହଣୀୟ ନୁହେଁ। ଆମେରିକା ପାଇଁ ଏହା ଏକ ବଡ଼ କୂଟନୈତିକ ପରାଜୟ। ଟ୍ରମ୍ପ ପ୍ରଶାସନ ଚାହୁଁଥିଲେ ଯେ ପାକିସ୍ତାନର ଏହି ବୈଠକ ମାଧ୍ୟମରେ ମଧ୍ୟପ୍ରାଚ୍ୟରେ ସନ୍ତୁଳନ ରକ୍ଷା କରାଯାଉ, କିନ୍ତୁ ଏବେ ଏହି ବୈଠକ ଏକ ଅର୍ଥହୀନ ପ୍ରୟାସରେ ପରିଣତ ହୋଇଛି। ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ ସେମାନେ ଏବେ ବି ଇରାନକୁ ମନାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସ୍ଥିତି ଏବେ ହାତରୁ ଖସିବାରେ ଲାଗିଛି। ଏହି ସମ୍ପୂର୍ଣ୍ଣ ବିବାଦରେ ଇସ୍ରାଏଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲ ପୂର୍ବରୁ ହିଁ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ହିଜବୁଲ୍ଲାର ସମର୍ଥନ ନେଇ ଚିନ୍ତାରେ ଥିଲା। ଆମେରିକା ଯେତେବେଳେ ଇରାନର ଜାହାଜ ଜବତ କଲା, ଇସ୍ରାଏଲ ଏହାକୁ ସମର୍ଥନ କରିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ମନେ ହୁଏ କୂଟନୀତି ଏବେ ପଛରେ ରହିଯାଇଛି ଏବଂ ବାହୁବଳର ପ୍ରଦର୍ଶନ ଆରମ୍ଭ ହୋଇଛି। ଯଦି ଆଗାମୀ 48 ଘଣ୍ଟା ମଧ୍ୟରେ ଇରାନ କୌଣସି ପାଲଟା ଜବାବ ଦିଏ, ତେବେ ମଧ୍ୟପ୍ରାଚ୍ୟରେ ଏକ ଭୟଙ୍କର ରକ୍ତପାତ ହେବାର ସମ୍ଭାବନା ରହିଛି। ଇରାନର ନୋ ପ୍ଲାନ୍ସ ଫର୍ ଟକ୍ କେବଳ ଏକ ବୟାନ ନୁହେଁ, ବରଂ ଏକ ଚେତାବନୀ। ସୋମବାର ଦିନ ସକାଳେ ଜାପାନର ଉତ୍ତର ଭାଗରେ ରିକ୍ଟର ସ୍କେଲରେ 7.4 ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। କେବଳ ଭୂକମ୍ପ ନୁହେଁ, ସମୁଦ୍ରର ଅଶାନ୍ତ ରୂପ ଏବେ ସୁନାମିର ରୂପ ନେଇ ଜାପାନ କୂଳକୁ ମାଡ଼ି ଆସୁଛି। 80 ସେଣ୍ଟିମିଟରରୁ ଅଧିକ ଉଚ୍ଚ ଲହରୀ କୂଳ ଲଙ୍ଘିଲାଣି, କିନ୍ତୁ ବିପଦ ଏତିକିରେ ଟଳିନି। ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ସପ୍ତାହ ମଧ୍ୟରେ ଏହାଠାରୁ ବି ବଡ଼ ଧରଣର ଭୂକମ୍ପ ଆସିପାରେ। ସରକାରୀ ସୂଚନା ଅନୁସାରେ ଏହି ଭୂକମ୍ପ ପରେ ପରେ ହିଁ ସୁନାମି ଚେତାବନୀ ଜାରି କରାଯାଇଥିଲା। ଜାପାନର ପାଣିପାଗ ବିଭାଗ ସଂସ୍ଥା JMA ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ଏବଂ ବୁଲେଟ୍ ଟ୍ରେନ୍ ଚଳାଚଳକୁ ସାମୟିକ ଭାବରେ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା 80 ସେଣ୍ଟିମିଟର ଉଚ୍ଚର ଲହରୀ ଉପକୂଳରେ ମାଡ଼ି ଆସି ସାରିଲାଣି। ଆପଣଙ୍କୁ ଲାଗୁଥିବ 80 ସେଣ୍ଟିମିଟର ତ ବହୁତ କମ୍, କିନ୍ତୁ ସୁନାମି କ୍ଷେତ୍ରରେ ଏହାର ଗତି ଏବଂ ଶକ୍ତି ଏତେ ଅଧିକ ଯେ ଏହା ଗାଡ଼ି, ମୋଟର ଏବଂ କଚ୍ଚା ଘରକୁ ସାଙ୍ଗରେ ଭସାଇ ନେବା ପାଇଁ ଯଥେଷ୍ଟ। 2011ରେ ସେହି କରାଳ ସୁନାମି କଥା ମନେ ପକାନ୍ତୁ, ଯାହା ଜାପାନର ଫୁକୁସିମା ପରମାଣୁ କେନ୍ଦ୍ରକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା। ସେଥିପାଇଁ ଜାପାନ ସରକାର ଏବେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଜାପାନରେ ହିଁ କାହିଁକି ବାରମ୍ବାର ଏମିତି ହୁଏ? ଏହାର ଉତ୍ତର ହେଉଛି ଭୂଗୋଳ। ଜାପାନ ରିଙ୍ଗ ଅଫ୍ ଫାୟାର ବା ଅଗ୍ନିବଳୟ ଅଞ୍ଚଳରେ ଅବସ୍ଥିତ। ଏଠାରେ 4ଟି ବଡ଼ ଟେକ୍ଟୋନିକ୍ ପ୍ଲେଟ୍ ଏକାଠି ହୁଅନ୍ତି। ଯେତେବେଳେ ଏହି ପ୍ଲେଟ୍ଗୁଡ଼ିକ ପରସ୍ପର ସହ ଘଷି ହୁଅନ୍ତି ବା ଧକ୍କା ହୁଅନ୍ତି, ସେତେବେଳେ ପ୍ରବଳ ଶକ୍ତି ବାହାରେ, ଯାହା ଭୂକମ୍ପ ସୃଷ୍ଟି କରେ। ବିଶ୍ୱର ପ୍ରାୟ 90% ଭୂକମ୍ପ ଏହି ରିଙ୍ଗ ଅଫ୍ ଫାୟାର ଅଞ୍ଚଳରେ ହିଁ ହୋଇଥାଏ। ଏଥର ବିଶେଷ ଚିନ୍ତାର ବିଷୟଟି ହେଉଛି ଆଫ୍ଟର ସକ୍ସ। ବୈଜ୍ଞାନିକଙ୍କର ମତରେ ଏହି 7.4 ତୀବ୍ରତାର ଭୂକମ୍ପ ଏକ ବଡ଼ ବିପଦର ପୂର୍ବ ସଂକେତ ହୋଇପାରେ। ଆସନ୍ତା 7 ଦିନ ମଧ୍ୟରେ ସମାନ ବା ତାହାଠାରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବାର 70% ସମ୍ଭାବନା ରହିଛି। ଯଦି ଏହି ଭୂକମ୍ପ ଅନ୍ୟ କୌଣସି ଦେଶରେ ହୋଇଥାନ୍ତା, ତେବେ ହୁଏତ ମୃତ୍ୟୁ ସଂଖ୍ୟା ହଜାର ହଜାର ହୋଇଥାନ୍ତା, କିନ୍ତୁ ଜାପାନ ନିଜକୁ ଏଭଳି ଭାବରେ ପ୍ରସ୍ତୁତ କରିଛି ଯେ ସେଠାରେ ଧନଜୀବନ ହାନି ଅପେକ୍ଷାକୃତ କମ୍ ହୁଏ। ଜାପାନର ବିଲ୍ଡିଂଗୁଡ଼ିକ ଏମିତି ତିଆରି ଯେ ସେଗୁଡ଼ିକ ରବର ପରି ଦୋହଲିବେ, କିନ୍ତୁ ଭୁଷୁଡ଼ିବେ ନାହିଁ। ଭୂକମ୍ପ ଆସିବାର କିଛି ସେକେଣ୍ଡ ପୂର୍ବରୁ ପ୍ରତିଟି ମୋବାଇଲ ଆଲର୍ଟ ଯାଏ, ଯାହାଦ୍ୱାରା ଲୋକେ ଟେବୁଲ ତଳେ ବା ଖୋଲା ସ୍ଥାନକୁ ଚାଲିଯାଆନ୍ତି। ଏଠାରେ ସ୍କୁଲ ପିଲାଙ୍କୁ ମଧ୍ୟ ଭୂକମ୍ପ ସମୟରେ କିପରି ରକ୍ଷା ପାଇବାକୁ ହେବ ତାହାର ଡ୍ରିଲ୍ ଶିଖାଯାଏ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆଜି ଟେକ୍ନୋଲୋଜି ଦୁନିଆରୁ ଏକ ବଡ଼ ଖବର ଆସିଛି, ଯାହା କେବଳ ସେୟାର ବଜାର ନୁହେଁ, ବରଂ କୋଟି କୋଟି ଆପଲ ବ୍ୟବହାରକାରୀଙ୍କୁ ଚକିତ କରିଦେଇଛି। ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ଆପଲର CEO ଟିମ୍ କୁକ୍ ଆସନ୍ତା ସେପ୍ଟେମ୍ବରରେ ନିଜ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଷ୍ଟିଭ୍ ଜବ୍ସଙ୍କର ପରେ ଆପଲକୁ ଏକ ନୂଆ ଶିଖରରେ ପହଞ୍ଚାଇଥିବା ବ୍ୟକ୍ତି ଏବେ ବିଦାୟ ନେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, କିଏ ହେବ ଆପଲର ପରବର୍ତ୍ତୀ ମାଲିକ? କମ୍ପାନୀ ଘୋଷଣା କରିଛି ଯେ ହାର୍ଡୱେୟାର ଇଞ୍ଜିନିୟରିଂ ଚିଫ୍ ଜନ୍ ଟର୍ନର୍ସ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ। 2011 ମସିହାରେ ଯେତେବେଳେ ଷ୍ଟିଭ୍ ଜବ୍ସଙ୍କର ଦେହାନ୍ତ ହେଲା, ସେତେବେଳେ ସାରା ଦୁନିଆ ଭାବିଥିଲା ଯେ ଆପଲ ଏବେ ଶେଷ ହୋଇଯିବ, କିନ୍ତୁ ଟିମ୍ କୁକ୍ ପ୍ରମାଣ କରିଥିଲେ ଯେ ସେ ଜଣେ ମାଷ୍ଟରମାଇଣ୍ଡ ଏବଂ $3 ଟ୍ରିଲିୟନ୍ କମ୍ପାନୀ ସେ ଛିଡ଼ା କରିଥିଲେ। କୁକ୍ଙ୍କର ନେତୃତ୍ୱରେ ଆପଲ ବିଶ୍ୱର ପ୍ରଥମ $3 ଟ୍ରିଲିୟନ୍ ମୂଲ୍ୟର କମ୍ପାନୀ ହେବାର ଗୌରବ ହାସଲ କରିଥିଲା। କେବଳ ଆଇଫୋନ୍ ନୁହେଁ, ଆପଲ ମ୍ୟୁଜିକ୍, ଆଇକ୍ଲାଉଡ୍ ଏବଂ ଆପ୍ ଷ୍ଟୋରକୁ ସେ ଏକ ବଡ଼ ବ୍ୟବସାୟରେ ପରିଣତ କରିଲେ। ଆପଲ ୱାଚ୍ ଏବଂ ଏୟାରପୋଡ୍ସ ଭଳି କ୍ରାନ୍ତିକାରୀ ପ୍ରଡକ୍ଟ ତାଙ୍କରି ସମୟରେ ହିଁ ଆସିଥିଲା। କୁକ୍ ଜଣେ ଡିଜାଇନର ନଥିଲେ, କିନ୍ତୁ ସେ ଜଣେ ଦକ୍ଷ ଲିଡର ଥିଲେ। ସେ ସପ୍ଲାଏ ଚେନ୍କୁ ସଜାଡ଼ିଲେ ଏବଂ ଚୀନ୍ ସହ ଭଲ ସମ୍ପର୍କ ରଖି ଆପଲକୁ ଏକ ଗ୍ଲୋବାଲ ବ୍ରାଣ୍ଡରେ ପରିଣତ କଲେ। ଟିମ୍ କୁକ୍ଙ୍କର ସ୍ଥାନ ନେବା ସହଜ କଥା ନୁହେଁ, କିନ୍ତୁ ଜନ୍ ଟର୍ନର୍ସ ଏଥିପାଇଁ ସବୁଠାରୁ ଯୋଗ୍ୟ ବ୍ୟକ୍ତି ବୋଲି ବିବେଚନା କରାଯାଉଛି।
ଜନ୍ 2001 ମସିହାରୁ ଆପଲ୍ ସହ ଜଡ଼ିତ ଅଛନ୍ତି। ସେ ଆଇପ୍ୟାଡ୍ର ପ୍ରତିଟି ପ୍ରଡ଼କ୍ଟ ଡିଜାଇନ୍ର ଦେଖାଶୁଣା କରିଛନ୍ତି ଏବଂ ଆଇଫୋନ୍ ଏବଂ ମ୍ୟାକ୍ବୁକ୍ର ବ୍ୟବହାରରେ ହେଉଥିବା M1 ଏବଂ M2 ଚିପ୍ସେଟ୍ ଆଣିବା ତାଙ୍କର ପ୍ରମୁଖ ଭୂମିକା ଥିଲା। ଟେକ୍ ମହଲରେ ଜନ୍ଙ୍କୁ ଜଣେ ଶାନ୍ତ କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଭାବରେ ଜଣାଯାଏ। ଟିମ୍ କୁକ୍ ମଧ୍ୟ ତାଙ୍କର ଉପରକୁ ଆହତକୁ ଭରସା କରିଛନ୍ତି। ଜନ୍ ଟର୍ନର୍ସଙ୍କ ପାଇଁ ଏହି ରାସ୍ତା ଏତେ ସହଜ ନୁହେଁ। ଆଜି ଆପଲ୍ର ଅନେକ ଆହ୍ୱାନ ରହିଛି। ଗୁଗଲ ଏବଂ ମାଇକ୍ରୋସଫ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବହୁତ ଆଗକୁ ଯାଇସାରିଛନ୍ତି। ଆପଲ୍ ଏବେ ନିଜର AI ଷ୍ଟ୍ରାଟେଜିକୁ ପ୍ରମାଣିତ କରିବାକୁ ହେବ। ଲୋକଙ୍କର କହିବା କଥା ହେଲା ଆଇଫୋନ୍ରେ ଏବେ ବି କିଛି ନୂଆ ଦେଖିବାକୁ ମିଳୁନି। ଜନ୍ଙ୍କୁ ଏମିତି କିଛି ଆଣିବାକୁ ହେବ ଯାହା ସାରା ଦୁନିଆକୁ ପୁଣି ଚକିତ କରିଦେବ। ଟିମ୍ କୁକ୍ ଭାରତକୁ ଏକ ବଡ଼ ମାର୍କେଟ ଭାବରେ ଦେଖୁଥିଲେ। ଜନ୍ ଟର୍ନର୍ସ ଭାରତର ମ୍ୟାନୁଫ୍ୟାକ୍ଚରିଂ ଏବଂ ରିଟେଲକୁ କିପରି ଆଗକୁ ନେବେ ତାହା ଦେଖିବାକୁ ବାକି ରହିଲା। ପ୍ରତିବର୍ଷ ବର୍ଷା ଦିନ ଆସିଲେ ଆମ ମନରେ ଏକ ଅଜଣା ଭୟ ରହେ। ସେଇଟି ହେଉଛି ଡେଙ୍ଗୁ। ହଜାର ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି। ରକ୍ତ ପ୍ଲାଟଲେଟ୍ ପାଇଁ ହାହାକାର ପଡ଼େ ଏବଂ ଅନେକ ସମୟରେ ଜୀବନ ମଧ୍ୟ ଚାଲିଯାଏ। କିନ୍ତୁ ଆଜି ଭାରତ ପାଇଁ ଏକ ବଡ଼ ଐତିହାସିକ ଦିନ। ଭାରତ ସରକାର ଦେଶର ପ୍ରଥମ ଡେଙ୍ଗୁ ଟିକାକୁ ଅନୁମୋଦନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାରା ବିଶ୍ୱରେ ହେଉଥିବା ଡେଙ୍ଗୁ ରୋଗର 1/3 ମାମଲା କେବଳ ଭାରତରୁ ହିଁ ଆସିଥାଏ। ପ୍ରତିବର୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୁଅନ୍ତି। ଡେଙ୍ଗୁ ଏଡିସ୍ ମଶା ଦ୍ୱାରା ବ୍ୟାପିଥାଏ ଏବଂ ଏହାର 4ଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ ରହିଛି। ଏବେ ଯେଉଁ ଟିକାଟିକୁ ଅନୁମୋଦନ ମିଳିଛି ତାହା ଏହି 4ଟି ଯାକ ଷ୍ଟ୍ରେନ୍କୁ ବିରୁଦ୍ଧରେ ଲଢ଼ିବାକୁ ସକ୍ଷମ। ଭାରତରେ ଏବେ କୋଡେଙ୍ଗା ନାମକ ଟିକାକୁ ବ୍ୟବହାର ପାଇଁ ଗ୍ରୀନ୍ ସିଗ୍ନାଲ ମିଳିଛି। ଏହି ଟିକାଟିକୁ ଜାପାନର ପ୍ରସିଦ୍ଧ ଫାର୍ମାକ୍ୟୁଟିକାଲ କମ୍ପାନୀ ଟାକେଡା ପ୍ରସ୍ତୁତ କରିଛି। କିନ୍ତୁ ଖୁସିର କଥା ହେଉଛି ଭାରତର ବାୟୋଲୋଜିକାଲ କମ୍ପାନୀ ଏହାକୁ ଭାରତରେ ତିଆରି କରିବ। ଏହି ଟିକା 4 ବର୍ଷରୁ 60 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇପାରିବ ଏବଂ ଏହାର 2ଟି ଡୋଜ୍ ନେବାକୁ ପଡ଼ିବ, ଯାହାର ମଧ୍ୟବର୍ତ୍ତୀ ସମୟ ରହିଛି 3 ମାସ। କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି ଯେ ଏହା 80% ମାମଲାରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ରକ୍ଷା କରିଥାଏ ଏବଂ ସବୁଠାରୁ ବଡ଼ କଥା ହେଉଛି ଯଦି କାହାକୁ ପୂର୍ବରୁ ଡେଙ୍ଗୁ ହୋଇନାହିଁ ସେମାନେ ମଧ୍ୟ ଏହି ଟିକା ନେଇପାରିବେ। କେବଳ ବିଦେଶୀ ଟିକା ନୁହେଁ, ଭାରତ ନିଜେ ମଧ୍ୟ ନିଜର ଡେଙ୍ଗୁ ଟିକା ପ୍ରସ୍ତୁତ କରୁଛି। ପାନାସିଆ ବାୟୋଟେକ୍ ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ SII ଭାରତୀୟ ଭ୍ୟାକ୍ସିନ୍ସ ଉପରେ କାମ କରୁଛନ୍ତି, ଯାହାର ନାମ ଡେଙ୍ଗି ଅଲ୍। ଏହା ଏବେ 3ୟ ପର୍ଯ୍ୟାୟ ଟ୍ରାଏଲ୍ ଶେଷ କରିଛି ଏବଂ ଏହା ଏକ ସିଙ୍ଗଲ ଡୋଜ୍ ଟିକା ହେବାର ସମ୍ଭାବନା ରହିଛି। ଥରେ ଭାରତୀୟ ଟିକା ଆସିଗଲେ ଏହାର ମୂଲ୍ୟ ବହୁତ କମ୍ ହେବ ଏବଂ ଗରିବ ରୋଗୀଙ୍କର ପାଇଁ ଏହା ଏକ ବରଦାନ ସଦୃଶ ହେବ। ଆଜି ବିଶ୍ୱ ଅର୍ଥନୀତି ଏକ ପ୍ରକାର ରୋଲର କୋଷ୍ଟର ରାଇଡ୍ ଦେଇ ଗତି କରୁଛି। ଗୋଟିଏ ପଟେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାର ଆଶା ବଜାରକୁ ଏକ ଗ୍ରୀନ୍ ସିଗ୍ନାଲ ଦେଉଛି, ଅନ୍ୟପଟେ ଷ୍ଟ୍ରେଟ୍ ଅଫ୍ ହର୍ମ୍ୟୁଜ୍ରେ ବଢ଼ୁଥିବା ଉତ୍ତେଜନା ସବୁକିଛି ଓଲଟପାଲଟ କରିଦେଉଛି। ଡଲାରର ମୂଲ୍ୟରେ ପ୍ରବଳ ଅସ୍ଥିରତା ଦେଖିବାକୁ ମିଳୁଛି। ୟୁରୋ ତୁଳନାରେ ଡଲାର ତଳକୁ ଖସୁଛି, ଯାହା ନିବେଶକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ କିଛି ଘଣ୍ଟା ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ୟୁରୋ ତୁଳନାରେ ଆମେରିକୀୟ ଡଲାରର ମୂଲ୍ୟ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଅନିଶ୍ଚିତତା। ପ୍ରଥମେ ଯେତେବେଳେ ଖବର ଆସିଲା ଯେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ହୋଇପାରେ, ସେତେବେଳେ ନିବେଶକମାନେ ରିସ୍କ ନେବା ଆରମ୍ଭ କଲେ ଏବଂ ଡଲାର ପରି ସେଫ୍ ହେଭେନ୍ ମୁଦ୍ରାରୁ ଟଙ୍କା କାଢ଼ି ଅନ୍ୟତ୍ର ବିନିଯୋଗ କଲେ। ଡଲାରର ଏହି ଦୋଳୀୟମାନ ଅବସ୍ଥା ବିଶ୍ୱର ସେୟାର ବଜାରକୁ ମଧ୍ୟ କମ୍ପାଇ ଦେଇଛି। ଆମେରିକାର ପ୍ରମୁଖ ଇଣ୍ଡେକ୍ସ ଗୁଡ଼ିକରେ ହ୍ରାସ ଦେଖାଦେଇଛି। ଭାରତୀୟ ସେୟାର ବଜାର ସେନ୍ସେକ୍ସ ଏବଂ ନିଫ୍ଟିରେ ମଧ୍ୟ ଚାପ ସୃଷ୍ଟି ହୋଇଛି, କାରଣ ଯେତେବେଳେ ଡଲାର ଅସ୍ଥିର ହୁଏ ସେତେବେଳେ ବିଦେଶୀ ନିବେଶକମାନେ ଭାରତ ପରି ବିକାଶଶୀଳ ଦେଶରୁ ନିଜର ପୁଞ୍ଜି ପ୍ରତ୍ୟାହାର କରିନିଅନ୍ତି। ଯେତେବେଳେ ଡଲାର ଏବଂ ଷ୍ଟକ୍ ମାର୍କେଟ ଅସ୍ଥିର ହୁଏ ଲୋକେ ସୁନା କିଣିବା ଆରମ୍ଭ କରିଦିଅନ୍ତି। କିନ୍ତୁ ଆଗାମୀ ଦିନରେ ସୁନା ଦର ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଯଦି ଡଲାର ଦୁର୍ବଳ ହୁଏ ତେବେ ଭାରତୀୟ ଟଙ୍କା ପାଇଁ ଏହା ଭଲ ଖବର, କାରଣ ଆମର ଆମଦାନୀ ଶସ୍ତା ହେବ। କିନ୍ତୁ ଯଦି ତେଲ ଦର ବଢ଼େ ତେବେ ଭାରତ ଚଳନ୍ତି ଖାତା ନିଅଣ୍ଟ ବା କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବୃଦ୍ଧି ପାଇବ ଏବଂ ପରିଶେଷରେ ଟଙ୍କା ଦୁର୍ବଳ ହେବ। ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ ହେଲା ପେଟ୍ରୋଲ, ଡିଜେଲ ଏବଂ ଆମଦାନୀ ହେଉଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ। ଆଗାମୀ କିଛି ଦିନ ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ୱାଶିଂଟନରେ ହେବାକୁ ଥିବା ଆଲୋଚନା ସଫଳ ହୁଏ ତେବେ ବଜାରରେ ଶାନ୍ତି ଫେରିବ, କିନ୍ତୁ ଯଦି ହର୍ମୁଜ ପ୍ରସଙ୍ଗ ଗୁରୁତର ରୂପ ନିଏ ତେବେ ଆମକୁ ଏକ ବଡ଼ ଆର୍ଥିକ ସଙ୍କଟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଜିର ଦୁନିଆରେ ଯଦି ଆପଣଙ୍କର ପାଖରେ ଟେକ୍ନୋଲୋଜି ଅଛି ତେବେ ଆପଣ ଶକ୍ତିଶାଳୀ। ଆଉ ଏହି ଦୌଡ଼ରେ ଭାରତ ଆଜି ଏକ ବଡ଼ ସଫଳତା ହାସଲ କରିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମିଙ୍ଗଙ୍କର ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ 4ଟି ବଡ଼ MOU ସ୍ୱାକ୍ଷରିତ ହୋଇଛି। ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ସିପ୍ ବିଲ୍ଡିଂ ଏବଂ ଆଡଭାନ୍ସ ଟେକ୍ନୋଲୋଜି ପର୍ଯ୍ୟନ୍ତ ଏହି ଚୁକ୍ତି ଭାରତକୁ ଏକ ଗ୍ଲୋବାଲ ମ୍ୟାନୁଫ୍ୟାକ୍ଚରିଂ ହବ୍ କରିବା ଦିଗରେ ଏକ ମାଇଲ ଖୁଣ୍ଟ ସଦୃଶ। କିନ୍ତୁ ପ୍ରଶ୍ନ ଉଠୁଛି, କାହିଁକି ଦକ୍ଷିଣ କୋରିଆ ଭାରତ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ? କ'ଣ ଚୀନକୁ ଟକ୍କର ଦେବା ପାଇଁ ଏହା ଭାରତର ଏକ ମାଷ୍ଟର ପ୍ଲାନ୍?
ଏହି ଗସ୍ତରେ ଚାରୋଟି କ୍ଷେତ୍ର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସାରା ବିଶ୍ୱରେ ଚିପ୍ ସର୍ଟେଜ୍ ଚାଲିଥିବା ବେଳେ ଦକ୍ଷିଣ କୋରିଆର ସାମସଙ୍ଗ ଏବଂ ଏସ୍କେ ହାଇନିକ୍ସ ପରି କମ୍ପାନୀମାନେ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ତିଆରି କରିବାରେ ସାହାଯ୍ୟ କରିବେ। ଭାରତର ସାମୁଦ୍ରିକ ଶକ୍ତି ବଢ଼ାଇବା ପାଇଁ କୋରିଆର ଉନ୍ନତ ଜ୍ଞାନକୌଶଳରେ ବଡ଼ ବଡ଼ ଜାହାଜ ଭାରତରେ ନିର୍ମାଣ ହେବ। ଏଥିରେ ଏଆଇ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ 6Gରେ ଟେକ୍ନୋଲୋଜି ଉପରେ ମିଳିତ ଗବେଷଣା କରାଯିବ। ହାଇଡ୍ରୋଜେନ୍ ଫୁଏଲ୍ ଏବଂ ଇଲେକ୍ଟ୍ରିକ୍ ଭେହିକଲ୍ କ୍ଷେତ୍ରରେ ମଧ୍ୟ ସହଯୋଗ ମିଳିବ। ଆପଣ ଜାଣିଥିବେ ଆଜିକାଲି କାର୍ ଠାରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ ସବୁଥିରେ ସେମିକଣ୍ଡକ୍ଟର ଚିପ୍ ଦରକାର। ବର୍ତ୍ତମାନ ଏହି ବଜାରରେ ଚୀନ ଏବଂ ତାଇୱାନର ଆଧିପତ୍ୟ ରହିଛି। ଦକ୍ଷିଣ କୋରିଆ ହେଉଛି ସେମିକଣ୍ଡକ୍ଟର ପାୱାର ହାଉସ୍। ଏହି ଚୁକ୍ତି ଦ୍ୱାରା ଭାରତରେ ଫ୍ୟାବ୍ରିକେସନ୍ ପ୍ଲାଣ୍ଟ ବା ଫ୍ୟାବ୍ ସ୍ଥାପନ ହେବ ଏବଂ ଏହାର ଅର୍ଥ ହେଉଛି ଆଗାମୀ ଦିନରେ ଆପଣଙ୍କୁ ମୋବାଇଲ ଏବଂ ଲ୍ୟାପଟପ୍ ବହୁତ ଶସ୍ତାରେ ମିଳିପାରେ ଏବଂ ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଭାରତ ପାଖରେ ଏକ ବିଶାଳ ଉପକୂଳ ରହିଛି, କିନ୍ତୁ ଜାହାଜ ନିର୍ମାଣ କ୍ଷେତ୍ରରେ ଆମେ ଏବେ ବି କୋରିଆ ଏବଂ ଜାପାନ ତୁଳନାରେ ପଛରେ ଅଛୁ। ଦକ୍ଷିଣ କୋରିଆର ହୁଣ୍ଡାଇ ହେଭି ଇଣ୍ଡଷ୍ଟ୍ରିଜ୍ ପରି କମ୍ପାନୀମାନେ ଭାରତୀୟ ସିପୟାର୍ଡ ସହ ମିଶି କାମ କରିବେ। ଏହା କେବଳ ବାଣିଜ୍ୟ ପାଇଁ ନୁହେଁ ବରଂ ଭାରତୀୟ ନୌସେନା ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏକ ନୂଆ ଗତି ମିଳିପାରିବ। ଏହି ଚୁକ୍ତି କେବଳ ବ୍ୟବସାୟୀ ନୁହେଁ ବରଂ ଏହା ଏକ ବଡ଼ ରଣନୈତିକ ଚାଲ। ଚୀନରେ ବଢ଼ୁଥିବା ଦାଦାଗିରିକୁ ରୋକିବା ପାଇଁ ଭାରତ ଏବଂ ଦକ୍ଷିଣ କୋରିଆ ଏକାଠି ହେବା ଅତ୍ୟନ୍ତ ଜରୁରୀ। ଦକ୍ଷିଣ କୋରିଆ ମଧ୍ୟ ଚୀନ ଉପରେ ନିଜର ନିର୍ଭରଶୀଳତା କମାଇବାକୁ ଚାହୁଁଛି ଏବଂ ସେଥିପାଇଁ ଭାରତ ତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ ସୁରକ୍ଷିତ ବଜାର। ଏହି ବନ୍ଧୁତା ଇଣ୍ଡୋ ପ୍ୟାସିଫିକ୍ ଅଞ୍ଚଳରେ ଶାନ୍ତି ଏବଂ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଅଂଶଗ୍ରହଣ କରିବ। ଶେଷରେ ପ୍ରଶ୍ନ ଉଠୁଛି, ଆପଣଙ୍କର ପାଇଁ ଏଥିରେ କ'ଣ ରହିଛି? ହଜାର ହଜାର ନୂଆ ଇଞ୍ଜିନିୟରିଂ ଏବଂ ଟେକ୍ନିକାଲ ଚାକିରି ମଧ୍ୟ ଏଥିପାଇଁ ସୃଷ୍ଟି ହେବ ଏବଂ ବିଦେଶୀ ପୁଞ୍ଜିନିବେଶ ବା FDI ବଢ଼ିବା ଫଳରେ ଭାରତୀୟ ଟଙ୍କା ଶକ୍ତିଶାଳୀ ହେବ। ଭାରତ ଏକ କନଜ୍ୟୁମରରୁ କ୍ରିଏଟର ହେବାର ଯାତ୍ରା ଆରମ୍ଭ କରିପାରିବ। ରାଷ୍ଟ୍ରପତି ଲି ଜେ ମିୟୁଙ୍କର ଏହି ଗସ୍ତ ଭାରତ କୋରିଆ ସମ୍ପର୍କର ଏକ ନୂଆ ସୂର୍ଯ୍ୟୋଦୟ। ଯେଉଁ ସମୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି, ସେତେବେଳେ ଟ୍ରମ୍ପ ପୁରୁଣା ଇରାନ ପରମାଣୁ ଚୁକ୍ତି ବା JCPOAକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାରେ ରୁହନ୍ତି ତେବେ ଏମିତି ଏକ ଚୁକ୍ତି କରିବେ ଯାହା ପୂର୍ବ ଅପେକ୍ଷା 1000 ଗୁଣା ଭଲ ହେବ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ବେଟର ଡିଲ୍ କ'ଣ ଏବଂ କେବଳ ଏକ ନିର୍ବାଚନୀ ପ୍ରତିଶ୍ରୁତି, ନା ଏହା ପଛରେ କୌଣସି ବଡ଼ ରଣନୀତି ରହିଛି? କ'ଣ ଇରାନ ଆମେରିକାର ଏହି ଚାପ ଆଗରେ ମୁଣ୍ଡ ନୁଆଇବ? ଆସନ୍ତୁ ଜାଣିବା। ପ୍ରଥମେ ବୁଝିବା ଏହି JCPOA ବା ଇରାନ ନ୍ୟୁକ୍ଲିୟର ଡିଲ୍ କ'ଣ। 2015 ମସିହାରେ ବାରାକ ଓବାମାଙ୍କର ସମୟରେ ବିଶ୍ୱର ଶକ୍ତିଶାଳୀ ଦେଶମାନେ ଇରାନ ସହ ଏକ ଚୁକ୍ତି କରିଥିଲେ। ଏହାର ଲକ୍ଷ୍ୟ ଥିଲା ଇରାନକୁ ପରମାଣୁ ବୋମା ତିଆରି କରିବାରୁ ରୋକିବା। ବଦଳରେ ଇରାନ ଉପରୁ ଆର୍ଥିକ କଟକଣା ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଟ୍ରମ୍ପଙ୍କର ମତରେ ଏହା ଥିଲା ଇତିହାସର ସବୁଠାରୁ ଖରାପ ଚୁକ୍ତି। ତାଙ୍କର ଯୁକ୍ତି ହେଲା, ଏହି ଚୁକ୍ତି କେବଳ କିଛି ବର୍ଷ ପାଇଁ ଥିଲା ଏବଂ ସ୍ଥାୟୀ ନଥିଲା। ଏଥିରେ ଇରାନର ବାଲିଷ୍ଟିକ୍ ମିସାଇଲ୍ସ ତିଆରି ଉପରେ କୌଣସି ରୋକ ଲଗାଯାଇ ନଥିଲା। ଇରାନ ଏହି ଚୁକ୍ତିରୁ ମିଳୁଥିବା ଟଙ୍କାକୁ ହିଜବୁଲ୍ଲା ଏବଂ ହମାସ୍ ପରି ସଂଗଠନକୁ ସାହାଯ୍ୟ କରିବାରେ ବ୍ୟବହାର କରୁଥିଲା। ଏହି କାରଣରୁ ଟ୍ରମ୍ପ 2018ରେ ଏହି ଚୁକ୍ତିରୁ ଓହରି ଯାଇଥିଲେ ଏବଂ ସେ ପୁଣି ସେହି ସମାନ ସ୍ୱରରେ କଥା ହେଉଛନ୍ତି। ଟ୍ରମ୍ପ କହୁଛନ୍ତି ଯେ ସେ ଏକ ଫାର ବେଟର ଡିଲ୍ ବା ଅଧିକ ଭଲ ଚୁକ୍ତି କରିବେ। ଏହାର ଅର୍ଥ କ'ଣ ହୋଇପାରେ? ବିଶେଷଜ୍ଞଙ୍କର କହିବା ଅନୁସାରେ ଟ୍ରମ୍ପଙ୍କର 3ଟି ମୁଖ୍ୟ ସର୍ତ୍ତ ରହିପାରେ। ଇରାନ କେବେ ବି କୌଣସି ପରିସ୍ଥିତିରେ ପରମାଣୁ ଶକ୍ତି ସମ୍ପନ୍ନ ହୋଇପାରିବ ନାହିଁ। ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ଇରାନର ଯେକୌଣସି ସାମରିକ ଘାଟିକୁ ଯେକୌଣସି ସମୟରେ ଯାଞ୍ଚ କରିପାରିବେ ଏବଂ ଇରାନକୁ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶମାନଙ୍କର ବ୍ୟାପାରରେ ମୁଣ୍ଡ ଖେଳାଇବାକୁ ବନ୍ଦ କରିବାକୁ ପଡ଼ିବ। ଟ୍ରମ୍ପଙ୍କର ଏହି ମ୍ୟାକ୍ସିମମ୍ ପ୍ରେସର ବା ସର୍ବାଧିକ ଚାପ ପ୍ରୟୋଗ କରିବାର ରଣନୀତି ଇରାନର ଅର୍ଥନୀତିକୁ ପଙ୍ଗୁ କରିବା ପାଇଁ ଉଦ୍ଦିଷ୍ଟ। ଟ୍ରମ୍ପଙ୍କର ଏହି ନୀତିକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି, କିନ୍ତୁ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତାରେ ଅଛନ୍ତି। ସେମାନେ ଭୟ କରୁଛନ୍ତି ଯେ ଟ୍ରମ୍ପଙ୍କର ଏହି ଜିଦ୍ ଯୋଗୁଁ ଇରାନ ଚୁକ୍ତିରୁ ସମ୍ପୂର୍ଣ୍ଣ ଓହରି ଯାଇ ଶୀଘ୍ର ପରମାଣୁ ବୋମା ତିଆରି କରିଦେବ। ଯଦି ଏମିତି ହୁଏ, ତେବେ ବିଶ୍ୱରେ ଏକ ନୂଆ ଆଟୋମିକ୍ ରେସ୍ ବା ପରମାଣୁ ପ୍ରତିଯୋଗିତା ଆରମ୍ଭ ହୋଇଯିବ। ଡୋନାଲ୍ଡ ଟ୍ରମ୍ପଙ୍କର ଏହି ଫାର ବେଟର ଡିଲ୍ର ପ୍ରତିଶ୍ରୁତି କେତେଦୂର ସଫଳ ହେବ ତାହା ସମୟ ହିଁ କହିବ। କିନ୍ତୁ ଏତିକି ସ୍ପଷ୍ଟ ଯେ ଆଗାମୀ ଦିନରେ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବାକୁ ଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜାପାନ ନିଜକୁ ଏକ ଶାନ୍ତିପ୍ରିୟ ଦେଶ ଭାବରେ ଗଢ଼ି ତୋଳିଥିଲା। ଶାନ୍ତିବାଦ ବା
ପାସିଫିଜମ୍ ଥିଲା ଏହି ଦେଶର ମୂଳମନ୍ତ୍ର। କିନ୍ତୁ ଆଜି ଏକ ବଡ଼ ଐତିହାସିକ ଘଟଣାକ୍ରମେ ଜାପାନ ଏହି ଚିନ୍ତାଧାରାରୁ ବାହାରି ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି। 21 ଏପ୍ରିଲ 2026ରେ ଜାପାନ ସରକାର ଏକ ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ବିଶ୍ୱର ପ୍ରତିରକ୍ଷା ବଜାରକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇପାରେ। ଜାପାନ ଏବେ ମାରାତ୍ମକ ଅସ୍ତ୍ରଶସ୍ତ୍ର ବା ଲିଥାଲ ୱିପନ୍ସ ରପ୍ତାନି କରିବା ଉପରେ ଥିବା ଦଶନ୍ଧି ପୁରୁଣା କଟକଣାକୁ ହଟାଇ ଦେଇଛି। ବନ୍ଧୁକଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଏବଂ ମିସାଇଲ ପର୍ଯ୍ୟନ୍ତ ସବୁକିଛି ଏବେ ଜାପାନ ବିଦେଶକୁ ବିକ୍ରି କରିପାରିବ। କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ ଜାପାନ ଏପରି କାହିଁକି କଲା? ଚୀନ ଓ ଉତ୍ତର କୋରିଆର ବଢ଼ୁଥିବା ବିପଦ ମଧ୍ୟରେ ଜାପାନ କ'ଣ ନିଜକୁ ରକ୍ଷା କରିବା ପାଇଁ ଏହି କବାଟ ଫିଟାଇଛି କି? ଆସନ୍ତୁ ଜାଣିବା ଏହା ଉପରେ ଏକ ରିପୋର୍ଟ। ଏହି ନିଷ୍ପତ୍ତିକୁ ବୁଝିବା ପାଇଁ ଆମକୁ ଇତିହାସକୁ ଫେରିବାକୁ ପଡ଼ିବ। 1945ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରାଜୟ ପରେ ଜାପାନ ଏକ ଶାନ୍ତିବାଦୀ ସମ୍ବିଧାନ ଗ୍ରହଣ କରିଥିଲା। ଏହାର ଧାରା 9 ଅନୁଯାୟୀ ଜାପାନ କୌଣସି ଯୁଦ୍ଧ କରିବ ନାହିଁ ଏବଂ ନିଜର ସାମରିକ ଶକ୍ତିକୁ କେବଳ ଆତ୍ମରକ୍ଷା ପାଇଁ ବ୍ୟବହାର କରିବ। 1967ରେ ଜାପାନ ଅସ୍ତ୍ର ରପ୍ତାନିର 3ଟି ନିୟମ 3 ପ୍ରିନ୍ସିପଲ୍ସ ଅଫ୍ ଆର୍ମସ୍ ଏକ୍ସପୋର୍ଟସ୍ ପ୍ରଣୟନ କରିଥିଲା। ଏହି ନିୟମ ଅନୁଯାୟୀ କମ୍ୟୁନିଷ୍ଟ ଦେଶମାନଙ୍କୁ ଅସ୍ତ୍ର ବିକ୍ରି ହେବ ନାହିଁ। ମିଳିତ ଜାତିସଂଘ ଦ୍ୱାରା ନିଷିଦ୍ଧ ଦେଶମାନଙ୍କୁ ଅସ୍ତ୍ର ଦିଆଯିବ ନାହିଁ। ଯେଉଁ ଦେଶମାନଙ୍କର ମଧ୍ୟରେ ଯୁଦ୍ଧ ଚାଲିଛି ସେମାନଙ୍କୁ ଅସ୍ତ୍ର ଦିଆଯିବ ନାହିଁ। 1976ରେ ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯାଇଥିଲା, ଯାହାଫଳରେ ଜାପାନର ଅସ୍ତ୍ର ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦୀର୍ଘ ଦଶନ୍ଧି ଧରି ଜାପାନ କେବଳ ଉଦ୍ଧାର କାର୍ଯ୍ୟ କିମ୍ବା ପରିବହନ ପାଇଁ ଆବଶ୍ୟକ ଉପକରଣ ରପ୍ତାନି କରୁଥିଲା। କିନ୍ତୁ ସମୟ ବଦଳିବା ସହ ଜାପାନର ଆବଶ୍ୟକତା ମଧ୍ୟ ବଦଳିଲା। ଏପ୍ରିଲ 2026ରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କର ନେତୃତ୍ୱରେ ଜାପାନର କ୍ୟାବିନେଟ୍ ଏକ ବୈଠକରେ ନୂଆ ନିର୍ଦ୍ଦେଶାବଳୀକୁ ଅନୁମୋଦନ କରିଛନ୍ତି। ପୂର୍ବରୁ କେବଳ 5ଟି ଶ୍ରେଣୀର ଉଦ୍ଧାର, ପରିବହନ, ସତର୍କତା, ନିରୀକ୍ଷଣ ଏବଂ ମାଇନ୍ ସୁଇପିଂ ମଧ୍ୟରେ ସୀମିତ ରପ୍ତାନି ନିୟମକୁ ଏବେ ସମ୍ପୂର୍ଣ୍ଣ ରୂପରେ ହଟାଇ ଦିଆଯାଇଛି। ଏବେ ଜାପାନ କେବଳ ହେଲିକପ୍ଟର ନୁହେଁ ବରଂ ଲଢୁଆ ବିମାନ, ଫାଇଟର ଜେଟ୍ସ, ଯୁଦ୍ଧ ଜାହାଜ ବା ଡେଷ୍ଟ୍ରୟର୍ସ ଏବଂ କ୍ଷେପଣାସ୍ତ୍ର ବା ମିସାଇଲ୍ସ ମଧ୍ୟ ରପ୍ତାନି କରିବ। ଜାପାନର ଏହି ପଦକ୍ଷେପ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି ସନ୍ତୁଳନକୁ ବଦଳାଇ ଦେଇପାରେ। ଚୀନର ବଢ଼ୁଥିବା ସାମରିକ ପ୍ରଭାବ ଏବଂ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ଜାପାନକୁ ଚିନ୍ତାରେ ପକାଇଛି। ଏହି ନୂଆ ନୀତି ପରେ ଫିଲିପାଇନ୍ସ, ଭିଏତନାମ ଏବଂ ଇଣ୍ଡୋନେସିଆ ଭଳି ଦେଶମାନେ ଜାପାନରୁ ଅସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଲିପାଇନ୍ସକୁ ଜାପାନ ପୂର୍ବରୁ ରାଡାର ସିଷ୍ଟମ ଦେଇଥିବା ବେଳେ ଏବେ ମିସାଇଲ ଏବଂ ପେଟ୍ରୋଲିଂ ଜାହାଜ ଦେବାକୁ ଯୋଜନା କରୁଛି। ଏହିପରି ଅଷ୍ଟ୍ରେଲିଆ ସହ ଜାପାନର ଏକ ବଡ଼ ଚୁକ୍ତି ହୋଇଛି, ଯେଉଁଥିରେ ଜାପାନ ସେମାନଙ୍କର ପାଇଁ ନୂଆ ଶ୍ରେଣୀର ଫ୍ରିଗେଟ୍ ନିର୍ମାଣ କରିବ। ଏହାର ଅର୍ଥ ହେଉଛି ଜାପାନ ଏବେ ନିଜର ବନ୍ଧୁ ଦେଶମାନଙ୍କୁ ସାମରିକ ଭାବରେ ଶକ୍ତିଶାଳୀ କରୁଛି, ଯାହା ପରୋକ୍ଷରେ ଚୀନର ପ୍ରତିହତ କରିବାର ଏକ ରଣନୀତି। କିନ୍ତୁ ଏସବୁ ଏତେ ସହଜ ନୁହେଁ। ଜାପାନର ଏହି ପଦକ୍ଷେପକୁ ଚୀନ ତୀବ୍ର ବିରୋଧ କରୁଛି। ଚୀନ ଅଭିଯୋଗ କରିଛି ଯେ ଜାପାନ ନିଜର ଶାନ୍ତିବାଦୀ ସମ୍ବିଧାନକୁ ଉଲ୍ଲଂଘନ କରି ପୁଣି ଥରେ ସାମରିକବାଦ ବା ମିଲିଟାରିଜିମ୍କୁ ଫେରୁଛି। ବେଜିଂର କହିବା କଥା ହେଉଛି ଏହା ଏସିଆର ଏକ ଅସ୍ତ୍ର ପ୍ରତିଯୋଗିତା ବା ଆର୍ମ ରେସ୍ ଆରମ୍ଭ କରିଦେବ। ଆଗାମୀ ଦିନରେ ଭାରତ ସହ ଜାପାନର ପ୍ରତିରକ୍ଷା ସହଯୋଗ ଆହୁରି ଗଭୀର ହୋଇପାରେ। ମେକ୍ ଇନ୍ ଇଣ୍ଡିଆ ଏବଂ ଜାପାନର ଟେକ୍ନୋଲୋଜି ମିଶିଲେ ଏସିଆର ସୁରକ୍ଷା ଚିତ୍ର ବଦଳି ଯାଇପାରେ। କିନ୍ତୁ ଜାପାନ କେତେଦୂର ସଫଳ ହେବ ତାହା ସମୟ ହିଁ କହିବ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ମଣିଷ ପୁଣି ଥରେ ଚନ୍ଦ୍ରର ନିକଟତର ହେବାକୁ ଯାଉଛି। ନାସାର ଆର୍ଟେମିସ୍ 2 ମିଶନ ଆଜି ସଫଳତାର ସହ ଆରମ୍ଭ ହୋଇଛି। 4 ଜଣ ସାହସୀ ମହାକାଶଚାରୀଙ୍କୁ ନେଇ ଓରିୟନ ମହାକାଶଯାନ ମହାଶୂନ୍ୟକୁ ଉଡ଼ାଣ ଭରିଛି। ଏହା କେବଳ ଏକ ମିଶନ ନୁହେଁ ବରଂ ଏହା ମଙ୍ଗଳ ଗ୍ରହ ଏବଂ ତାର ଆଗକୁ ଯିବା ପାଇଁ ଏକ ବଡ଼ ପଦକ୍ଷେପ। 10 ଦିନର ଏହି ଯାତ୍ରା ପରେ ଓରିୟନ ମହାକାଶଯାନ ଚନ୍ଦ୍ରକୁ ଚାରିପଟେ ଘେରି ପୁଣି ପୃଥିବୀକୁ ଫେରିଆସିବ। ଆର୍ଟେମିସ୍ 2 ମିଶନ କେବଳ ବିଜ୍ଞାନ ନୁହେଁ ବରଂ ଏହା ସମାନତା ଏବଂ ବିଶ୍ୱ ଏକତାର ପ୍ରତୀକ। ଏହି ଦଳରେ ପ୍ରଥମ କରି ଜଣେ ମହିଳା ଏବଂ ଜଣେ କୃଷ୍ଣକାୟ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାଇଛନ୍ତି। ଏହି 10 ଦିନିଆ ଯାତ୍ରା ଅତ୍ୟନ୍ତ ଜଟିଳ। ଏହା ଏକ ଫ୍ରି ରିଟର୍ନ ଟ୍ରାଜେକ୍ଟରୀ ମାଧ୍ୟମରେ କାମ କରିବ। ପ୍ରଥମେ ଓରିୟନ ପୃଥିବୀର ଚାରିପଟେ ବୁଲି ନିଜର ସମସ୍ତ ଯନ୍ତ୍ରପାତି ଯାଞ୍ଚ କରିବ। ଏହାପରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ। ଓରିୟନ ଚନ୍ଦ୍ରର ପୃଷ୍ଠକୁ ଛୁଇଁବ ନାହିଁ ବରଂ ଚନ୍ଦ୍ରର ଚାରିପଟେ ପ୍ରାୟ 10,000 କିଲୋମିଟର ଦୂରତା ଅତିକ୍ରମ କରି ପୃଥିବୀକୁ ଫେରିଆସିବ। ଏହି ଯାତ୍ରା ସମୟରେ ମହାକାଶଚାରୀମାନେ ଚନ୍ଦ୍ରର ସେହି ଦୃଶ୍ୟ ଦେଖିବେ ଯାହା ଆଜି ପର୍ଯ୍ୟନ୍ତ କେବଳ କିଛି ଲୋକ ଦେଖିଛନ୍ତି। ଏହାପରେ ପ୍ରାୟ 40,000 କିଲୋମିଟର ପ୍ରତି ଘଣ୍ଟା ବେଗରେ ଓରିୟନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଏବଂ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ। ଆର୍ଟେମିସ୍ 2 ମିଶନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଲାଇଫ୍ ସପୋର୍ଟ ସିଷ୍ଟମ। ଆର୍ଟେମିସ୍ 1ରେ କୌଣସି ମଣିଷ ନଥିଲେ, କିନ୍ତୁ ଏଥର 4 ଜଣ ଜୀବନ୍ତ ମଣିଷ ଅଛନ୍ତି। ଓରିୟନ ମଧ୍ୟରେ ଥିବା ସିଷ୍ଟମ କିପରି ଅମ୍ଳଜାନ ପ୍ରଦାନ କରୁଛି, କାର୍ବନ ଡାଇଅକ୍ସାଇଡ୍ ବାହାର କରୁଛି ଏବଂ ମହାକାଶରେ ପ୍ରବଳ ବିକିରଣ ବା ରେଡିଏସନରୁ ମହାକାଶଚାରୀଙ୍କୁ କିଭଳି ଭାବରେ ରକ୍ଷା କରୁଛି, ତାହା ଏହି ମିଶନର ପରୀକ୍ଷା ହେବ। ଏହି ସିଷ୍ଟମ 10 ଦିନ ପର୍ଯ୍ୟନ୍ତ ସଫଳତାର ସହ କାମ କରେ, ତେବେ ଆଗାମୀ ଦିନରେ ଚନ୍ଦ୍ରରେ ମଣିଷ ରହିବାର ବାଟ ଫିଟିବ। ନାସାର ଲକ୍ଷ୍ୟ କେବଳ ଚନ୍ଦ୍ରରେ ପହଞ୍ଚିବା ନୁହେଁ ବରଂ ସେଠାରେ ଏକ ସ୍ଥାୟୀ ବେସ୍ ତିଆରି କରିବା। ଆର୍ଟିମିସ୍ 2ର ସଫଳତା ପରେ ଆର୍ଟିମିସ୍ 3 ମିଶନ ଆରମ୍ଭ ହେବ, ଯେଉଁଥିରେ ମଣିଷ ପ୍ରକୃତରେ ଚନ୍ଦ୍ର ପୃଷ୍ଠରେ ପାଦ ଦେବ। ଚନ୍ଦ୍ରକୁ ଏକ ଲଞ୍ଚ ପ୍ୟାଡ୍ ଭାବରେ ବ୍ୟବହାର କରି ମଣିଷ ମଙ୍ଗଳ ଗ୍ରହକୁ ଯିବା ପାଇଁ ଯୋଜନା କରୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ବରଫରୁ ପାଣି ଏବଂ ରକେଟର ଇନ୍ଧନ ପ୍ରସ୍ତୁତ କରିବାର ଗବେଷଣା ମଧ୍ୟ ଏହି ପ୍ରକ୍ରିୟାର ଏକ ଅଂଶ।
आर्टेमिस कार्यक्रम में केवल अमेरिका नहीं बरं भारत समेत अनेक देश यही आर्टेमिस आक्ट्स रे सामिल अच्छा। भारतर इसरो और नासा मध्य बढ़ुवा सहयोग आगामी दिन में भारतीय महाकाशचारी को चंद्र को पठाइबारे साहाय्य करिबो। विज्ञान क्षेत्र में यह एक विश्वस्तरीय सफलता यार प्रमाण करुछि जे मानव जाति जेतेबेले एकजुट हुए सेतेबेले आकाशर सीमा मध्य छोट मने हुए। चैनल टी को सब्सक्राइब करी बेल बटन को ऑन कर दियंतु एवं ता सहित एई वीडियो को गोटिए लाइक कर दियंतु।